କବିତାର ଶୀର୍ଷକ ଦୁଇ ସାଥୀ। ମୁଁ ମାନୁଛି ସ୍ୱୀକାର କରୁଛି ଯେ ମୁଁ ଗୋଟେ ଚାଲୁଣୀ। ଆସିଲା ବେଳେ କିନ୍ତୁ ଚାଲୁଣୀ ନଥିଲି। ଭୋକ ହେଲେ କାନ୍ଦୁଥିଲି, ପେଟ ପୁରିଲେ ଖେଳୁଥିଲି, ହାତ ଗୋଡ଼ ହଲାଉଥିଲି। କ୍ରମେ ଗୋଟିକ ପରେ ଗୋଟିଏ କଣା ସୃଷ୍ଟି ହେଇଗଲା ମୋ ଦେହରେ। କେମିତି ହେଲା, କାହିଁକି ହେଲା, କିଛି ବି ଜାଣିନି। ଲୋଭ, ମୋହ, ମାୟା, କ୍ରୋଧ, ହିଂସା, କପଟତା ମୋ ଦେହ ସାରା କଣା କରିଦେଲେ, ମୋତେ ଚାଲୁଣୀ କରିଦେଲେ। କହିପାରିବୁ କି କାହା ନିର୍ଦ୍ଦେଶରେ, କାହା କଥାରେ ପଡ଼ି ଏମାନେ ମୋତେ ଏମିତି ଚାଲୁଣୀ କରିଦେଲେ? ତୁ ବା କେମିତି କହିବୁ? ତୁ ତ ନିଜେ ଗୋଟେ ଦଗାଦିଆ ଖଜୁରୀ ଗଛ। ତୋର ତ ମୂଳରୁ ପାହାଚ। ଫିସାଦି, ଚୋରି, ଠକାମି, ଗାଲୁଆମିରେ କେହି ତୋତେ ବଳେଇ ଯିବେନି। ଭଲ ପାଇବାର ସଂଜ୍ଞା ବି ତୋତେ ମାଲୁମ ନାହିଁ। ଠିକ୍ କହିଲି ନା? ନା ଭଲ ପୁଅ ହେଇପାରିଲୁ, ନା ବାପା, ନା ପ୍ରେମିକ। ପ୍ରେମ କରିବା ଆଉ ଧୋକା ଦେବା ତୋ ପାଇଁ ସମାନ ନା? ତୋ କଥା ତ ତୋତେ ଅସମ୍ଭାଳ, ମୋ କଥା ବୁଝିବାକୁ ତୋର କାହିଁ? ତଥାପି ଆମେ ଦୁହେଁ ତ ଗୋଟିଏ ନାଁରେ ନା, ପୁଣି ଏକା ଜାତିଆ କହିଲେ ଚଳେ। ଜଣେ ଚାଲୁଣୀ ତ, ଜଣେ ଖଜୁରୀ ଗଛ। ଅବଶ୍ୟ ତୁ ନାଉରୀ, ମୁଁ ପଝାରୀ। ହେଲେ ଆମେ ଦୁଇ ଜଣ ପରସ୍ପରର ସାଙ୍ଗ ନା? ତୁ ମୋତେ ଏଇ ନଈଟାକୁ ପାର କରିଦେବ ନା? ସତ କହିଲୁ?